ମାଲିକ ବନ୍ଧୁମାନେ, ମୁଁ ଏବେ ଜୋରନ୍ଦା ମହିମା ଗାଦି ନିକଟରେ ଯେଉଁ ବଡ଼ ପୋଖରୀ ଅଛି ସେ ପୋଖରୀ ସମ୍ମୁଖରେ ଅଛି। ଦେଖନ୍ତୁ, ପୋଖରୀ କାମ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ଜେସିବି ସାହାଯ୍ୟରେ ପୋଖରୀ ତଡ଼ା ଚାଲିଛି। ଏଇ ଦେଖନ୍ତୁ ବନ୍ଧୁମାନେ, ମହିମା ଗାଦିକୁ 171 କୋଟି 12 ଲକ୍ଷ ଟଙ୍କା ଆସିଛି। ସେଥିମଧ୍ୟରୁ ପୋଖରୀ କାମ ପାଇଁ ମଧ୍ୟ ଆସିଛି। ଦେଖନ୍ତୁ ବନ୍ଧୁମାନେ, ପୋଖରୀ କାମ କେଡ଼େ ସୁନ୍ଦର ଭାବରେ ଚାଲିଅଛି। ଆଗକୁ ଆମେ ଦେଖିବା କୌପିନଧାରୀ ମହିମା ସମାଜର ବତୀ ମଣ୍ଡପ, ଧୂନି ମଣ୍ଡପ ଏବଂ ଭଜନ ମଣ୍ଡପ ନିର୍ମାଣ କାର୍ଯ୍ୟ କେତେ ବାଟ ଗଲା। ଇଏ ହେଉଛି ଜୋରନ୍ଦା ମହିମା ଗାଦି ନିକଟରେ ଥିବା ବଡ଼ ପୋଖରୀ। ଦେଖନ୍ତୁ କେତେ ସୁନ୍ଦର ଭାବରେ ପୋଖରୀ ମଝିରେ ଜେସିବିଟି ତାର କାମ କରିଅଛି। ଏଇ ଯେଉଁ ପତନ ଆପଣମାନେ ଦେଖୁଛନ୍ତି ବର୍ତ୍ତମାନ, ସେଇ ପତନର ଯେଉଁ ପୋଖରୀର ଚାରିପଟ ଯାକ ଏଇ ସମାନ ପତନ କରାଯିବ। ସମାନ ଭାବରେ ପୋଖରୀକୁ ତଡ଼ାଯିବ ଏବଂ ପୋଖରୀଟି ସୌନ୍ଦର୍ଯ୍ୟକରଣ କରାଯିବ। ବନ୍ଧୁମାନେ ଦେଖନ୍ତୁ, ସେପଟେ ସିଧା ଜୋରନ୍ଦା ବିଶ୍ୱ ପ୍ରସିଦ୍ଧ ମହିମା ଗାଦି ଦେଖାଯାଉଛି। ଆପଣମାନେ ଦେଖନ୍ତୁ, ସେଇଠି ଦେଖନ୍ତୁ ମହିମା ଗାଦିର ଦୃଶ୍ୟ। ମହିମା ଗାଦିକୁ ଲାଗି ଦୁଇଟି ପୋଖରୀ ଅଛି। ଏଇ ଦେଖନ୍ତୁ, କୌପିନଧାରୀ ମହିମା ସମାଜର ବତୀ ମଣ୍ଡପ, ଧୂନି ମଣ୍ଡପ ଏବଂ ଭଜନ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲିଅଛି। ଆଗକୁ ଆମେ ଦେଖିବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଏଇଟା ହେଉଛି କୌପିନଧାରୀ ମହିମା ସମାଜର ଦଲକ, ଯେଉଁ ସ୍ଥାନରେ ନୂତନ ଭାବରେ ବତୀ ମଣ୍ଡପ, ଧୂନି ମଣ୍ଡପ ଏବଂ ଭଜନ ମଣ୍ଡପ ଏହି ସ୍ଥାନରେ ନିର୍ମାଣ କରାଯିବ। ବିଶ୍ୱ ପ୍ରସିଦ୍ଧ ମହିମା ଗାଦି, ତା ପାଖରେ ଇଏ ହେଉଛି ବଡ଼ କୃପାସିନ୍ଧୁ ବାବା ନିର୍ମାଣ କରିଥିବା ପୋଖରୀ। ତା କରକୁ ବଡ଼ ପୋଖରୀ। ଚାଲନ୍ତୁ ଆପଣମାନଙ୍କୁ ବଡ଼ ପୋଖରୀ ଦେଖାଇଦେବି କିପରି ଭାବରେ କାର୍ଯ୍ୟକ୍ରମ ଚାଲିଛି। ବନ୍ଧୁମାନେ, ନୂତନ ଭାବେ ଯେଉଁ ମନ୍ଦିର, ଗାଦି ମନ୍ଦିର, ଭବ୍ୟ ମନ୍ଦିର ନିର୍ମାଣ କରାଯିବ, ତାହା ପାଖାପାଖି 2029 ମସିହା ପର୍ଯ୍ୟନ୍ତ ଚାଲିବ ବୋଲି ଇଞ୍ଜିନିୟର ମାନେ କହୁଛନ୍ତି। ଏଠି ଦେଖନ୍ତୁ, ବଡ଼ ପୋଖରୀର ଏଇପଟେ ଜେସିବି ଦ୍ୱାରା କାମ ଚାଲିଛି ଏବଂ ଯେଉଁ ବଳକା ପାଣି ଟିକକ ଅଛି ଏଇପଟେ ତାକୁ କାଟି ଦିଆଯାଇ ପାଣିକୁ ଏଇପଟେ ନିଷ୍କାସନ କରାଯାଇଛି ଏବଂ ଗାଁ ଲୋକମାନେ କିଛି ଏଇ ଭିତରେ ପଶି ମାଛ ମାରୁଛନ୍ତି। ଏଠି ଦେଖନ୍ତୁ, କୌପିନଧାରୀ ମହିମା ସମାଜର ଇଏ ଦଲକ ଅଖଣ୍ଡ ଜ୍ୟୋତି ମନ୍ଦିର। ଏଇ ଯେଉଁ ସ୍ଥାନଟି ଦେଖୁଛନ୍ତି, ଏଇଠାରେ ଭଜନ ମଣ୍ଡପ କରାଯିବ। ଆପଣମାନଙ୍କୁ ଭିଡ଼ିଓଟି କେମିତି ଲାଗିଲା ମତାମତ ଜଣାଇବେ।